ଆପଣ ପ୍ରଭୁଙ୍କର ଏହି ଗଜ ଉଦାହରଣ ବେଶ ତ ନିଶ୍ଚିତ ଦେଖିଦେବେ, କିନ୍ତୁ ଏହି ଘଟଣା ପଛରେ ଲୁଚି ରହିଥିବା ରହସ୍ୟ ଆଉ ସତ୍ୟତା ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ବଡ଼ ଶିକ୍ଷା ଦେଇଥାଏ। ଏହି ଗଜେନ୍ଦ୍ର ଯେ ତାଙ୍କ ପୂର୍ବ ଜନ୍ମରେ ଜଣେ ରାଜା ଥିଲେ, ଯାହାଙ୍କ ନାମ ଥିଲା ଇନ୍ଦ୍ରଦ୍ୟୁମ୍ନ। ଆଉ ସେ ତାଙ୍କ ଦ୍ୱାର ସମ୍ମୁଖକୁ ଆସିଥିବା ଏକ ସନ୍ତକୁ ଦେଖିକି ନ ଦେଖିଲା ପରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ, ଯାହା ସନ୍ତକୁ ଘୋର ଅପମାନ ଲାଗିଥିଲା। ଆଉ ସନ୍ତ କ୍ରୋଧରେ ଆସି ରାଜାଙ୍କୁ ଆର ଜନ୍ମରେ ଏକ ହାତୀ ରୂପେ ଜନ୍ମ ନେବାର ଅଭିଶାପ ମଧ୍ୟ ଦେଇଥିଲେ। ହାତୀ ରୂପରେ ଜନ୍ମ ନେବା ପରେ ଥରେ ଗଜେନ୍ଦ୍ର ତାଙ୍କର ସପରିବାର ସହ ଏକ ପୁଷ୍କରିଣୀରେ ଜଳପାନ କରୁଥିଲେ। ଆଉ ସେବେ ପାଣି ମଧ୍ୟରେ ଥିବା ଏକ ଭୟଙ୍କର ଶକ୍ତିଶାଳୀ କୁମ୍ଭୀର ଗଜେନ୍ଦ୍ରଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା। ଆଉ ସେବେ ଗଜେନ୍ଦ୍ର ନିଜକୁ ମୁକ୍ତ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଜଳ ମଧ୍ୟରେ କୁମ୍ଭୀରର ଶକ୍ତି ଅଧିକ ଥିବା ହେତୁ ଗଜେନ୍ଦ୍ର ନିଜକୁ ମୁକ୍ତ କରିପାରିନଥିଲେ। ଆଉ ଯେବେ ଗଜେନ୍ଦ୍ର ଏବଂ କୁମ୍ଭୀରଙ୍କ ମଧ୍ୟରେ ଲାଗିଥିବା ଏ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିଲା, ସେବେ ଧୀରେ ଧୀରେ ଗଜେନ୍ଦ୍ରଙ୍କର ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲାଗିଲା। ଆଉ ସେ ସମୟରେ ତାଙ୍କର ସପରିବାର, ଯାହାଙ୍କ ପାଇଁ ଗଜେନ୍ଦ୍ର ତାଙ୍କ ସମ୍ପୂର୍ଣ୍ଣ ଜୀବନରେ ସବୁ କିଛି କରିଥିଲେ, ସେମାନେ ମଧ୍ୟ ଗଜେନ୍ଦ୍ରକୁ ଏକା ଛାଡ଼ି ଚାଲିଗଲେ। ଆଉ ସେବେ ଗଜେନ୍ଦ୍ର ନିରୁପାୟ ଓ ଶକ୍ତିବିହୀନ ହୋଇ ନିଜକୁ ପ୍ରଭୁଙ୍କ ପାଖରେ ସମର୍ପିତ କରି ନିଜ ଶୁଣ୍ଡରେ ଏକ କମଳର ପୁଷ୍ପ ଧରି ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲା। ଆଉ ସେବେ ଭକ୍ତର ଆକୁଳ ଡାକ ଶୁଣି ଶ୍ରୀହରି ବିଷ୍ଣୁ ଗରୁଡ଼ ଆରୋହଣ କରି ସେଠାରେ ପହଞ୍ଚିଥିଲେ। ଆଉ ନିଜର ସୁଦର୍ଶନ ଚକ୍ର ଦ୍ୱାରା କୁମ୍ଭୀରର ବେକ କାଟି ଗଜେନ୍ଦ୍ରକୁ ଉଦ୍ଧାର ମଧ୍ୟ କରିଥିଲେ। ତେବେ ଆମେ ଏଥିରୁ ଗୋଟେ କଥା ଶିଖିଲେ, ଯଦି ଆମେ ଆମର ଗର୍ବ ଅହଙ୍କାରକୁ ଛାଡ଼ି ନିଜକୁ ପ୍ରଭୁଙ୍କ ପାଖରେ ସମର୍ପିତ କରିଦେବା, ତେବେ ଯେତେ ବଡ଼ ବିପଦ ହେଉ ବା ଏ ମୋହମାୟା ସଂସାରରୁ ପ୍ରଭୁ ଆମକୁ ରକ୍ଷା କରିବା ପାଇଁ ସର୍ବଦା ଆମ ପାଖରେ ବିରାଜମାନ ହୋଇ ରହିଥିବେ। ତେବେ ଭଗବାନଙ୍କର କଥା ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ବିଲକୁଲ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।